नमस्कार बंधुगण जय जगन्नाथ। दीपावली अनेक अनेक शुभकामना आपण मान समस्त को आज गोटे मु प्रसंग नहीं कि आछि बस इम्पोर्टेंट गोटे बहुत अ, गोटे आलोचनाटे मु करिया चाहूची ए विषय रे जे हमर जो ओडिया सिनेमा अबिका लास्ट दी सप्ताह पूर्व जोटा आसीतला आ मु जोटा देखितली जो बहुत माने मते बढ़िया लागला। गोटे हला चैलेंज आ गोटे हला चारिधाम। चारिधाम एपर्यंत भी किछिटा सिनेमा हॉल रे चलची जोटा कि भलो हिस्सा हेले चैलेंज टा जदियो सिनेमाटा बहुत बढ़िया माने टेक्निकली कहबा आउ ସବୁ ଦୃଷ୍ଟିରୁ ସେଇ ସିନେମାଟା ଏତେ ବଢିଆ କିନା ମାନେ ବନେଇଛନ୍ତି ତା ପରଫର୍ମାନ୍ସ ବି ଭଲ ହେଇଛି ହେଲେ ସେ ଯେତିକି ଡିଜର୍ଭ କରୁଥିଲା ଏତିକି ଶୋସ୍ ସେତିକି ତାକୁ ମିଳିପାରି ନଥିଲା। ଆଉ ମୁଁ ଚାରିଧାମଟା ଦେଖିଲି ଚାରିଧାମ ଅପେକ୍ଷା ମତେ ଲାଗୁଛି ଚ୍ୟାଲେଞ୍ଜଟା ଟିକେ ଅଧିକା ମାନେ ୱେଲ୍ ଯଦି ଟେକ୍ନିକାଲ ଆସ୍ପେକ୍ଟ ଆଉ ସବୁ ଜିନିଷରୁ କହିବା ଇଭେନ୍ ପ୍ୟାନ୍ ଇଣ୍ଡିଆନ୍ ଆପିଲ୍ ତା ଦେହରେ ପୁନିତି ସର୍ ତାଙ୍କର ଯୋଉ ରୋଲଟା ଅଛି ମାନେ ସେଇଟା ତାଙ୍କୁ ନେଇକି ଗୋଟେ ସେମାନେ ଗୋଟେ ପ୍ୟାନ୍ ଇଣ୍ଡିଆନ୍ फ्लेवर टच टे ଦେଇଛନ୍ତି ସିନେମାକୁ। ଚାରିଧାମଟା ଟିକେ ମେଲୋଡ୍ରାମା ଟିକେ ଅଛି ଆଉ ଫ୍ୟାମିଲି ମାନେ ବହୁତ ଗୁଡିଏ ତାର ଷ୍ଟ୍ରଙ୍ଗ ପଏଣ୍ଟସ୍ ଅଛି ଯୋଉଟା କି ମତେ ବହୁତ ବଢିଆ ଲାଗିଲା। ହେଲେ ତାର ଯୋଉ ମାନେ ରିଅଲ ଅଡିଏନ୍ସ ତାର ଯୋଉ ରିଅଲ ଭିଉୟର୍ସ ସେମାନେ ସବୁ ମାନେ ଗାଁର ଲୋକ ଆଉ ସେମାନେ ସବୁ ଜେନଜିସ୍ ର ପୂର୍ବ ଜେନେରେସନ୍ସ ସେମାନେ ଅଧିକା ପସନ୍ଦ କରିବେ ମାନେ ଗାଁର ଯୋଉ ଜେନଜିସ୍ ଅଛନ୍ତି ଯୋଉମାନେ ଅନେଶତ 97 ପରେ ଯୋଉମାନେ ଜନ୍ମ ହେଇଛନ୍ତି ତା ପୂର୍ବର ଜେନେରେସନ ମାନେ ଯୋଉ ଗାଁର ମିଲେନିୟଲ୍ସ ହେଲେ ବା ବୁମର୍ସ ହେଲେ ସେମାନଙ୍କୁ ସେଇ ସିନେମାଟା ବହୁତ ବଢିଆ ଲାଗିବ। ଆ, ତା ପୂର୍ବରୁ ତାରି କିଛି ସପ୍ତାହ ପୂର୍ବରୁ ଗୋଟେ ସିନେମାଟେ ରିଲିଜ ହେଇଥିଲା ଅମର୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କର ଲହଡି। ତ ସେଇ ସିନେମାଟା ମୁଁ ଦେଖିପାରିନଥିଲି। ମୁଁ ଗାଁରେ ଥିଲି ଆଉ ଯେତେବେଳେ ମୁଁ ସେଇ ସିନେମାଟା ବିଷୟରେ ମୁଁ ଆଲୋଚନା କଲି ମୁଁ ଶୁଣିବାକୁ ପାଇଲି ବହୁତ ବଢିଆ ବଢିଆ ଜିନିଷ ଯେତେବେଳେ ମୁଁ ସିନେମା ହଲକୁ ଯାଇଛି ଦେଖିବାକୁ ସେତେବେଳକୁ ସିନେମାଟା ନାହିଁ। ବହୁତ କମ ଦିନ ବୋଧେ ରହିଲା ମାନେ ପ୍ରାୟ 10 ଦିନ ବା 15 ଦିନ ରହିଛି। ମୁଁ ହେଲେ ସେ ଯୋଉ ୱିଣ୍ଡୋଟା ମୁଁ 15 ଦିନ ଭିତରେ ଯାଇଥିଲି ମୁଁ 2 ମାସ ସରି 2 ସପ୍ତାହ ଭିତରେ ମୁଁ ସିନେମାଟାକୁ ଦେଖିବାକୁ ମାନେ ଯାଇଥିଲି ବଟ୍ ସେଟା ନଥିଲା ସେତେବେଳକୁ। ଏଟା ଗୋଟେ ବହୁତ ମାନେ ମାନେ ଗୋଟେ ବହୁତ ଅନହେଲ୍ଦି କଥା ଖାସ କରିକି ଆମର ଯୋଉ ଓଡିଆ ସିନେମା ଲ୍ୟାଣ୍ଡସ୍କେପ ରେ ଯୋଉ ଏଇ ଜିନିଷଟା ହଉଛି ଏଇଟା ଗୋଟେ ଜମା ମାନେ ଗୋଟେ ଭଲ ଜିନିଷ ନୁହଁ କାହିଁକି ନା ଆଜ ସଚ୍ ଆମର ସିନେମା ହଲ୍ ମାନେ ଯେମିତିକି ଆମର କର୍ଣ୍ଣାଟକ ଷ୍ଟେଟରେ ହେଲା ବା ଆମର ଯୋଉ ବିଭିନ୍ନ ରାଜ୍ୟ ସାଉଥ ଇଣ୍ଡିଆ ରାଜ୍ୟରେ ଯୋଉ ଆମର ତାମିଲନାଡୁରେ ହେଲା ସେଠି ଏମିତି ଗଭର୍ଣମେଣ୍ଟର ଗୋଟେ ଇଣ୍ଟରଭେନସନଟେ ଅଛି ଯେ ସିନେମା ଓନର୍ସ ମାନେ 200 ଟଙ୍କା ଉପରେ ସେମାନେ ଚାର୍ଜ କରିପାରିବେନି ଅଡିଏନ୍ସ ମାନଙ୍କୁ ଭିଉୟର୍ସ ମାନଙ୍କୁ। ଆଉ ଗୋଟେ କଥା ହେଲା ସେମାନେ ତାଙ୍କର ଯୋଉ ତାଙ୍କ ନିଜ ଇଣ୍ଡଷ୍ଟ୍ରିର ସିନେମାକୁ ସେମାନେ ପ୍ରାୟୋରିଟି ଦଉଛନ୍ତି। ଆମର ଏଠି ଯୋଉ ଆମେ ଏତେ ଓଡିଆ ଅସ୍ମିତା କଥା କହୁଛେ ଆଉ ଆମେ ଆମର ଲାଙ୍ଗୁଏଜ ଟାକୁ ଏତେ ପ୍ରମୋଟ କରିବାକୁ ଯୋଉ ଏତେ ଆମେ ପଦକ୍ଷେପ ନଉଛେ ଆମର ଓଡିଆ ଲିଟରେଚର ତ କେବେ ବି ମାନେ ମୁଁ ଏଇଟା ପୂର୍ବ ଭିଡିଓରେ ବି କହିଛି ଆମ ଓଡିଆ ଲିଟରେଚର ଟା ବହୁତ ଷ୍ଟ୍ରଙ୍ଗ ବଟ୍ ଆଜିକା ଡେଟରେ ଆଉ ଗୋଟେ କଥା ହେଲା ସିନେମାଟା ଗୋଟେ ବ୍ରୋଡ ମାନେ ଗୋଟେ ଗୋଟେ ବିଭିନ୍ନ ସେକ୍ସନ ମାନେ ଆମର ଯୋଉ ଆମ ସମାଜରେ ବିଭିନ୍ନ ଲୋକମାନଙ୍କୁ ସିନେମାଟା ମାନେ ଗୋଟେ ଏଣ୍ଟରଟେନମେଣ୍ଟ ଦିଏ କିଛି ଶିକ୍ଷା ଦିଏ କାହିଁକିନା ବହୁତ ଲୋକ ପଢନ୍ତିନି ଆଉ ଆଜିକା ଡେଟରେ ଯେହେତୁ ଏଇ ସବୁ ସୋସିଆଲ ମିଡିଆର ଯୁଗ ଏଇଟା ସ୍ମାର୍ଟଫୋନ୍ସ ର ଯୁଗ ସେମିତି ବି ଆଟେନସନ ଲୋକମାନଙ୍କର ଯୋଉ ଆଟେନସନ ସ୍ପାନ୍ ଟା ସେଇଟା ବି ଆସ୍ତେ ଆସ୍ତେ ବହୁତ କମି କମି ଯାଇଛି। ତ ସିନେମାଟା ଯେତେବେଳେ ଯଦି ଜଣେ ମାନେ ଭଲ କଣ୍ଟେଣ୍ଟରେ ଭଲ ମେସେଜରେ ସିନେମା ଜଣେ ଗୋଟେ ନିର୍ଦ୍ଦେଶକ ବା ଗୋଟେ ପ୍ରଯୋଜକ ବନଉଛନ୍ତି ସେଇଟାକୁ ମାନେ ପ୍ରୋତ୍ସାହିତ କରିବା କଥା ସେଇଟାକୁ ଗଭର୍ଣମେଣ୍ଟ ମାନେ ମାନେ ଗୋଟେ ଷ୍ଟେପ ଫର୍ଦର ଯାଇକି ସେଇଟାକୁ ସେମାନେ ପ୍ରମୋଟ କରିବା କଥା। ଆଉ ଏଇଟା ଖାସ କରିକି ଗଭର୍ଣମେଣ୍ଟର ମାନେ ତାରି ଇଣ୍ଟରଭେନସନ ରେ ତାରି ଗଭର୍ଣମେଣ୍ଟର ମାନେ ପଦକ୍ଷେପରେ ଏଇଟା ଗୋଟେ ହେଇପାରିବ। ତ ମୋର ଓଡିଆ ସିନେମା ଉପରେ ଏଇଟା ମାନେ କିଛି ଗୋଟେ ମାସ ଭିତରେ ଭଲ ଭଲ ସିନେମା ସବୁ ଆସିଛି। ହେଲେ ସେମାନେ ପ୍ରକୃତରେ ଯେତିକି ମାନେ ସେମାନେ ବିଜନେସ ଯେତିକି ଜେନେରେଟ କରିପାରିଥାନ୍ତେ ଯେତିକି ସେମାନେ ଲୋକମାନଙ୍କୁ ପାଖାପାଖି ପହଞ୍ଚି ପାରିଥାନ୍ତେ ସେଥିରେ ସେମାନେ ଟିକେ ଯାହେଲେ ବି 19-20 ହେଇଛି ସେଇଟାରେ ଟିକେ ଯାହେଲେ ବି 19-20 ହେଇଛି ମୁଁ କହିବି ଯେ ଯେତିକି ଇଭେନ ମାନେ ଆମେ ଚାରିଧାମ କଥା ବି କହିବା
जो सिनेमाटा एते बढ़िया बढ़िया कलेक्शन एबे करूची सी भी आहरी अधिक कर पारथांता माने टिके आमे आमे जो कांतारा को एते माने हमर सिनेमा हॉल्स माने जो एते शोज एते देले माने 9टा शोज कांतारा को जतबेले 9टा शोज दिया हितला सेतबेले चारधाम को 4टा 3टा एमती तो एमिति हेले तो हमर सिनेमा माने कोन माने हम सिनेमा जो कहंती जे आम सिनेमा जो बिजनेस करछंती that is not because of the the policies but despite of the policies माने आहुरी माने जदि policies जदि strong होता त माने से आहुरी अधिक बिजनेस करते बट एवडा सब माने ओडिया सिनेमा रो अगेंस्ट ही जाउची आ बहुत ओडिया लोक भी ओडिया सिनेमा माने खास करी कि यंगस्टर्स माने मोर जने मोर गोटे कजिन भाई अछि ସିଏ ବି କହେ ଯେ ନାଇଁ ମୁଁ ଓଡିଆ ସିନେମା ଦେଖିବିନି ଯଦିଓ ସେ ଗାଁରେ ମାନେ ତାରି ଜନ୍ମ ସବୁ ସେ ଗାଁରେ ହିଁ ହେଇଛି ହେଲେ ସେ କହେ ସେ ଆଜି କହୁଛି ଯେ ନାଇଁ ମୁଁ ଓଡିଆ ସିନେମା ଦେଖିବିନି ତ ଏଇ ସବୁ ଜିନିଷଟା ଯେତେବେଳେ ଜଣେ ଏକ୍ସପୋଜର ଟା ମାନେ ତାକୁ ମିଳିନି ସେଇଭଳିଆ ସିଏ କେବେ ବି ମତେ ଲାଗୁନି ଯେ ସେ ଓଡିଆ ସିନେମା ହଲକୁ ଯାଇ ଦେଖିଛି ପଇସା ଖର୍ଚ୍ଚ କରି ଦେଖିଛି ଆଉ ତାକୁ ଗୋଟେ ମାନେ ଗୋଟେ ନେଗେଟିଭ କନୋଟେସନ ଅଛି ଓଡିଆ ସିନେମା ପ୍ରତି ତ ଏଇ ଜିନିଷ ଗୁଡାକୁ ରିମୁଭ କରିବାକୁ ପଡିବ ଯଦି ଆମେ ପ୍ରକୃତରେ କାହିଁକିନା ଅବିକା ଜେନଜିସ୍ ମାନେ ଯୋଉମାନେ ଅଛନ୍ତି ସେମାନଙ୍କର ସବୁଟା ମାନେ ହାଇଏଷ୍ଟ ଏଜ ଲିମିଟ ହେଲା 28 ବର୍ଷ ଆଜିକା ଡେଟ ରେ ମାନେ 97 ରୁ 2025 ହେଲାଣି 97 2025 28 ବର୍ଷ ଆଉ କିଛି ବର୍ଷ ଭିତରେ ସେମାନେ ଗୋଟେ ଗୋଟେ ମାନେ ଗୋଟେ ଗୋଟେ वन ऑफ द बिगेस्ट कंज्यूमर्स ହେଇଯିବେ ମାନେ ଆମେ ମିଲେନିयल्स ଯେତେବେଳେ ଆମକୁ ପାଖାପାଖି ଲୋୟର ଲିମିଟ ଆମର ଯୋଉ ମାନେ ଅଛନ୍ତି ମାନେ 96 ରେ ଯୋଉମାନେ ଜନ୍ମ ସେମାନେ ଯେତେବେଳେ 2026 ରେ ଯେତେବେଳେ 30 ବର୍ଷ ହେବେ ଆଉ ଯେତେବେଳେ ଅପର ଲିମିଟ ଟା ଯୋଉ ଅଛି ମିଲେନିୟଲ୍ସ ମାନଙ୍କର ସେଇଟା ଯେତେବେଳେ ସେମାନେ ମାନେ ହାଇଏଷ୍ଟ ଏଜ ଟା ଯେତେବେଳେ ମିଲେନିୟଲ୍ସ ମାନଙ୍କର କେତେ ମାନେ ପାଖାପାଖି 30 ଆଉ 44 ପାଖାପାଖି ଯେତେବେଳେ ହେଇଯିବ ମାନେ ଆମେ ଯେତେବେଳେ ସେଇ 30 ରୁ 44 ବ୍ରାକେଟ ରେ ରହିବା ସେତେବେଳକୁ ସେମାନେ ମାନେ ଗୋଟେ ଆମର ଇକୋନୋମି ହେଲା ସେମାନେ ଷ୍ଟୁଡେଣ୍ଟ ସେକ୍ସନ ହେଲା ସେମାନେ ଗୋଟେ ମାନେ ଗୋଟେ ବହୁତ ବଡ ସେଗମେଣ୍ଟ ହେଇଯାଇଥିବେ କନଜ୍ୟୁମର ସେଗମେଣ୍ଟ ଆଉ ଯଦି ସେମାନେ ସିନେମା ଅବିକା ଓଡିଆ ସିନେମାକୁ ଗୋଟେ ନ ଦେଖିବେ ସେମାନେ ଓଡିଆ ସିନେମାକୁ ଗୋଟେ ଯଦି ଅ, ମାନେ ଅଣଦେଖା କରିବେ ତାହେଲେ ଏଇଟା ସିନେମା ପ୍ରଯୋଜକ ନିର୍ଦ୍ଦେଶକ ଏମାନଙ୍କ ଲାଗି ଜମା ବି ଭଲ କଥା ନୁହଁ ତ ମୁଁ ଯେହେତୁ ଗ୍ରାଉଣ୍ଡ ରିଆଲିଟିଜ ମାନେ ମୁଁ ଯେତେବେଳେ ମୁଁ ଯେହେତୁ ସିନେମା ଗୋଟେ ଏନ୍ଥୁସିଆଷ୍ଟ ଆଉ ମୁଁ ଖାସ କରି ଯେତେବେଳେ ମୁଁ ମାନେ ଆମର ୟଙ୍ଗ ଲୋକଙ୍କ ସାଙ୍ଗରେ ଦେଖା ହୁଏ ମତେ ବି ଲୋକମାନେ କେତେ ଜଣ ସିରିଏଲରେ ବି ଦେଖିକି ଜାଣିଛନ୍ତି ଯଦିଓ ମୁଁ ବହୁତ ଲୋ ପ୍ରୋଫାଇଲ ଆଜିକାଲି ମେଣ୍ଟେନ କରୁଛି ମୁଁ ଗାଁରେ ଯେତେବେଳେ ଯାଏ ସେମାନେ ଭାବନ୍ତି ଯେ ହଁ ବୋଧେ ଆମେ ଆକୁ କୋଉଠି ଦେଖିଛେ କି ନାହିଁ ହେଲେ ଟିକେ ସେଇ ଭଳିଆ ସିଚୁଏସନ ଟା ହେଇଯାଏ ପ୍ଲସ ମୁଁ ଆ ଭିତରେ ବି ଟିକେ ପତଳା ଟିକେ ହେଇଯାଇଛି ଟିକେ ତ ପୂର୍ବ ଭଳିଆ ମତେ ସେମାନେ ଯଦି ଯଦି ଦେଖିଥିବେ ତାହେଲେ ତାଙ୍କର ମନେ ବି ନଥିବ ପ୍ରାୟ ତ ଠିକ ଅଛି ସେଇଟା ଦୂସରା କଥା ବଟ୍ କଥାଟା ହେଲା ଯେ ମୁଁ ଯେତେବେଳେ ଲୋକମାନଙ୍କ ସାଙ୍ଗେ କଥା ହଉଛି ଯେତେବେଳେ ପିଲାମାନେ ଖାସ କରି ମୋଠୁ ଯୋଉମାନେ ସାନ ଯୋଉମାନେ ମୋର ଜେନେରେସନ ରୁ ଗୋଟେ ଜେନେରେସନ ତଳେ ଅଛନ୍ତି ତ ସେମାନଙ୍କ ସାଙ୍ଗେ ଯେତେବେଳେ ମୁଁ କଥା ହଉଛି ମୁଁ ଜିନିଷଟା ଏଇଆ ଜାଣିବାକୁ ପାଉଛି ଯେ ସେମାନେ ଆଦୌ ସେମାନେ ସାଉଥ ସିନେମାକୁ ବହୁତ ଭଲ ପାଉଛନ୍ତି ହିନ୍ଦୀ ସିନେମାର ଆଜିକାଲି କିଛିଟା ବିଷୟରେ ଭଲ ପାଉଛନ୍ତି ହେଲେ ଓଡିଆ ସିନେମାକୁ ସେମାନେ ଜମା ଯେତିକି ପ୍ରାଧାନ୍ୟ ସେମାନେ ଦବା କଥା ସେଇ ପିଲାମାନେ ବା ସେଇ ଲୋକମାନେ ଯେତେବେଳେ ସେମାନେ ଗୋଟେ ପ୍ରିମିୟମ ଜିନିଷ ଖୋଜନ୍ତି ଯଦିଓ ତାଙ୍କୁ ସେଇଭଳିଆ ନ ମିଳେ ବଟ୍ କଣ୍ଟେଣ୍ଟରେ ସେମାନେ କମ୍ପ୍ରୋମାଇଜ କରିବାକୁ ନାହାନ୍ତି ସେମାନେ କଣ୍ଟେଣ୍ଟରେ ସବୁବେଳେ ପ୍ରିମିୟମ କଣ୍ଟେଣ୍ଟ ଖୋଜୁଛନ୍ତି ସେମାନେ ଚାହୁଁଛନ୍ତି ପୁଷ୍ପା ହାଇ ବଜେଟ ମାନେ 400 କୋଟି 500 କୋଟି ଏଇଭଳିଆ ଆଉ ଆମର ଓଡିଆ ସିନେମାକୁ ଭଲ କଣ୍ଟେଣ୍ଟ ପ୍ରଡ୍ୟୁସ କରିବାକୁ ତାକୁ ତାକୁ 4 କୋଟି ବି ଦରକାର ନାହିଁ ଯେମିତି ଆମେ ବୋଉ ବୁଟୁ ଭୂତରେ ଦେଖିଲେ 2 କୋଟି ଟଙ୍କାରେ ବି 2 କୋଟି ବି ଇନଭେଷ୍ଟ କରିକି ଖର୍ଚ୍ଚ କରିକି ବି ବହୁତ ବଢିଆ ସିନେମା କରିହବ ଆହୁରି ବହୁତ ଇଣ୍ଡଷ୍ଟ୍ରି ଅଛନ୍ତି ଯୋଉମାନେ କି ଇଭେନ 50 ଲକ୍ଷ ଭିତରେ ବି ସେମାନେ ବଢିଆ ବଢିଆ କାମ କରିଛନ୍ତି ଇଭେନ ଇନ୍ଦ୍ରଧନୁ ବି ଗୋଟେ ସିନେମା ଯୋଉଥିରେ କି 50 ଲକ୍ଷ ବି ସେତିକି ଖର୍ଚ୍ଚ ହେଇନଥିବ 50 ଲକ୍ଷ ହେଲେ ବି ତାର କ୍ୱାଲିଟି କେତେ ବଢିଆ ବହୁତ ବଢିଆ ମାନେ ସେଟା ଆଟଲିଷ୍ଟ ଗୋଟେ ସର୍ଟେନ ଏଜ ବା ଗୋଟେ ସର୍ଟେନ ବ୍ୟାକଗ୍ରାଉଣ୍ଡ ମାନେ ଲିଟରାରୀ ବ୍ୟାକଗ୍ରାଉଣ୍ଡ ଲୋକମାନେ ସେଟା ଦେଖିବାକୁ ବହୁତ ପସନ୍ଦ କରିବେ ତ ସେଇଭଳିଆ ମାନେ ଆଜିକା ଡେଟରେ ଇଭେନ ଅଧିକା ପଇସା ଖର୍ଚ୍ଚ କରିବା ବି ଦରକାର ନାହିଁ ତ ବାସ୍
कथाटा बहुत लंबा गला भारी 11 मिनिट पाखापाखि ହେଇଗଲାଣି ଆଉ ଏଡିଟ୍ କଲେ ଦେଖିବା କେତେ ହଉଛି ବା ସେମିତି ସିଙ୍ଗଲ ଟେକ୍ ରେ ଗୋଟେ ପକେଇଦବା କଥାଟା ବାସ୍ ଏଇଆ ଆଉ ଆପଣମାନଙ୍କୁ ଦୀପାବଳିର ବହୁତ ଶୁଭେଚ୍ଛା ଗୁଡ୍ ଭାଇବ୍ସ ବେଷ୍ଟ ୱିଶେସ୍ ଆଉ ଦୀପାବଳି ବହୁତ ବଢିଆ ଭାବରେ ବନାନ୍ତୁ ଆଉ ଓଡ଼ିଆ ସିନେମା ଯଦି ଆସୁଛି ଆପଣଙ୍କୁ ପସନ୍ଦ ଅଛି ନିଶ୍ଚିନ୍ତ ସିନେମା ହଲରେ ଦେଖନ୍ତୁ ଏତିକି କହିକି ମୁଁ ରହୁଛି ନମସ୍କାର ଜୟ ଜଗନ୍ନାଥ ଆଉ ଶୁଭ ଦୀପାବଳି